जिलापालଙ୍କ ମିଳିତ ଅଭିଯୋଗ ଶୁଣାଣି। ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଠାରେ ଆଜି ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଅନୁଗୁଳ ଅବଦୁଲ୍ଲା ଏମ୍ ଅଖତରଙ୍କ ଉପସ୍ଥିତିରେ ମୋଟ 128ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିରୁ ବ୍ୟକ୍ତିଗତ 29ଟି ଓ ଗ୍ରାମ୍ୟ ଭିତ୍ତିକ 29ଟି। ଏହି ଶିବିର ସ୍ଥଳରେ ତୁରନ୍ତ 27ଟି ଅଭିଯୋଗରେ ଫଇସଲା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ବଜ୍ରକୋଟ ପଞ୍ଚାୟତର ପଞ୍ଜାଳି ନାୟକ ଶ୍ରୀମତୀ ବେହେରା ଉଭୟଙ୍କୁ କିଡନୀ ରୋଗରେ ଚିକିତ୍ସା ନିମନ୍ତେ 5,000 ଟଙ୍କା ଲେଖାଏଁ ଆର୍ଥିକ ରାଶି, ବିଜୟ ସାମଲ ପଞ୍ଜୁ ନାୟକ କିଡନୀ ରୋଗରେ ଚିକିତ୍ସା ନିମନ୍ତେ 7,500 ଟଙ୍କା ଲେଖାଏଁ ଆର୍ଥିକ ରାଶି ଏବଂ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ବଜ୍ରକୋଟ ପଞ୍ଚାୟତର ଦୁଶାସନ ମହାନ୍ତି, ଜୟନ୍ତ ସାହୁ, ବିନୋଦ ପଦଲି, ତ୍ରିଲୋଚନ ବିଶି କିଡନୀ ରୋଗରେ ଚିକିତ୍ସା ନିମନ୍ତେ 7,500 ଟଙ୍କା ଲେଖାଏଁ, ଜେମା ନାୟକ କିଡନୀ ରୋଗରେ ଚିକିତ୍ସା ନିମନ୍ତେ 5,000 ଟଙ୍କା ଆର୍ଥିକ ରାଶି ପ୍ରଦାନ କରାଯାଇଥିଲା। ଅଭିଯୋଗ ମୁଖ୍ୟତଃ କିଡନୀ ରୋଗରେ ଚିକିତ୍ସା, ଗ୍ରାମ ସମସ୍ୟା, କଳକାରଖାନା ଦ୍ୱାରା ଅଧିଗୃହୀତ କ୍ଷତିଗ୍ରସ୍ତ ପ୍ରଜାଙ୍କ ନିଯୁକ୍ତି ଏବଂ ଥଇଥାନ ସମସ୍ୟା, ଜମିଜମା ସମ୍ବନ୍ଧରେ, ରାସ୍ତାଘାଟ ମରାମତି ଏବଂ ବ୍ୟକ୍ତିଗତ ସମ୍ବନ୍ଧରେ ଆସିଥିଲା। ଏଥିରେ ଉପସ୍ଥିତ ଥିଲେ ଜିଲ୍ଲା ଆରକ୍ଷୀ ନିରୀକ୍ଷକ ରାହୁଲ ଜୈନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମଦନ ମୋହନ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ଦେବଦତ୍ତ ମହାନ୍ତ, ଭାରପ୍ରାପ୍ତ ତହସିଲଦାର କସ୍ତୁରୀ ସାହା, ଆଇଏଏସ୍ ଡେପୁଟି କଲେକ୍ଟର ଡାନିଏଲ ଏକ୍କା, ବିଡିଓ ତ୍ରିବିକ୍ରମ କୁମୁରା, ତହସିଲଦାର ଚିନ୍ମୟ ଦାସ ଏବଂ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। କଣିହାଁରୁ ସର୍ବେଶ୍ୱର ନାୟକଙ୍କ ରିପୋର୍ଟ, ଓଡ଼ିଆ ଭାସ୍କର।